ଆଜି ଚାଲନ୍ତୁ ଗୋଟେ କାହାଣୀ ଶୁଣିବା ଯୋଉଥିରେ ମନୋହର ନାମକ ଏକ ଗାୟକ ଥିଲା ଆଉ ତା ଗୀତ ଶୁଣି ଚୋରମାନେ କିପରି ଫସି ଯାଇଥିଲେ। ଚାଲନ୍ତୁ ଆରମ୍ଭ କରିବା ଏବେ କାହାଣୀ ଚୋରି ପାଇଁ ଗୀତ। ମନୋହର ନାମରେ ଏକ ଗାୟକ ଥାଏ, କିନ୍ତୁ ସେ ସର୍ବଦା ଗୋଟିଏ ମାତ୍ର ରାଗ ଗାଇପାରେ, ସେଇଟା ହେଲା ନୀଳାମ୍ବରୀ। ଯଦି ଅନ୍ୟ କୌଣସି ରାଗ ଗାଇବା ପାଇଁ ତାକୁ ଅନୁରୋଧ କରାହୁଏ ତେବେ ସେ ଭୁଲ ଭାଲ କରି ଗାଏ, କିନ୍ତୁ ସେଇ ଗୋଟିଏ ରାଗ ମନୋହରକୁ ଗାଇବା ଆରମ୍ଭ କଲେ ଲୋକ ମୁଗ୍ଧ ହୋଇ ଶୁଣନ୍ତି ଆଉ କୁହନ୍ତି ଯେ ପଥର ମଧ୍ୟ ତରଳିଯିବ। ପଥର ସତରେ ତରଳି ଯାଉ ବା ନ ଯାଉ, ଲୋକଙ୍କ ମନରେ ଏହା ଏକ ନିଶାର ପ୍ରଭାବ ଆଣିଦିଏ। ମନୋହରର ଶତ୍ରୁମାନେ ମଧ୍ୟ ଜାଣନ୍ତି ଯେ ସେ ନୀଳାମ୍ବରୀ ଗାଇ ଲୋକଙ୍କୁ ସୁଆଇ ଦେଇପାରେ, ତେଣୁ କେତେକଙ୍କ ମତରେ ମନୋହର ନୀଳାମ୍ବରୀ ରାଗ ଗାଇବାରେ ଅଦ୍ୱିତୀୟ। କିନ୍ତୁ ତା ଶତ୍ରୁମାନେ କୁହନ୍ତି, ଆରେ ଗୀତ ଗାଇବା ମାତ୍ରେ ତ ତମେ ଶୋଇଯାଅ, ଆଉ ଗୀତର ଭଲ ମନ୍ଦ ବୁଝିଲ କିପରି? କିନ୍ତୁ ମନୋହରର ସମର୍ଥକମାନେ କୁହନ୍ତି, ଆଚ୍ଛା ଗୀତ ଗାଇ ସୁଆଇ ଦେବା ପରି ଗାୟକ ଏ ଯୁଗରେ କେହି ଅଛି ନା? ମନୋହରର ଶତ୍ରୁ କହେ, ମୋ ଆଈ ତ ଗୀତ ବୋଲି ମୋତେ ଶୁଆଉଥିଲେ, ତେବେ ବାହାଦୁରୀ କ'ଣ? ଏପରି ନାନା ପ୍ରକାର ପ୍ରଶ୍ନ ଉତ୍ତର ହେଲେ ମଧ୍ୟ ଗାଁ ସାରା ସମସ୍ତେ ମନୋହରର ନୀଳାମ୍ବରୀ ରାଗ ଗାଇବାରେ ଅପୂର୍ବ ଶକ୍ତି ବିଷୟରେ ଜାଣିଥିଲେ। ଥରେ ଜଣେ ଭଦ୍ରଲୋକ ମନୋହରର ଘର ଖୋଜି ଖୋଜି ଆସି ପହଞ୍ଚିଲେ। ଦେଖିଲେ ଭଦ୍ର ଲାଗୁଥାଏ, ହେଲେ ପ୍ରକୃତରେ ସେ ଜଣେ କୁଖ୍ୟାତ ଚୋର। ଭଦ୍ରଲୋକ ମନୋହର ହାତରେ କିଛି ଟଙ୍କା ଧରାଇ ଦେଇ କହିଲେ, ମହାଶୟ, କାଲି ରାତିରେ ଆପଣ ଗୋଟେ ଜାଗାକୁ ଯାଇ ଗୀତ ଶୁଣାଇବେ, ସେଥିପାଇଁ ଆଜିଠାରୁ ଅଗ୍ରିମ ଦେଲି। ମନୋହର ପଚାରିଲା, କାଲି ରାତିରେ ତ? ତେବେ କେଉଁ ସ୍ଥାନରେ ଆଉ କେତେବେଳେ? ଏପର୍ଯ୍ୟନ୍ତ ତାକୁ କେହି କେବେ ଅଗ୍ରିମ ଟଙ୍କା ଦେଇନଥିଲା, ତେଣୁ ସେ ବହୁତ ଆଶ୍ଚର୍ଯ୍ୟ ଆଉ ଖୁସି ହୋଇଗଲା। ଭଦ୍ରଲୋକ ବୁଝାଇଲେ, କାଲି ରାତି 12ଟା ବେଳେ ଆପଣ ଗୀତ ଆରମ୍ଭ କରିବେ। ମୁଁ ଏବେ ସ୍ଥାନ ବିଷୟରେ କିଛି କହିବି ନାହିଁ, କାଲି ମୁଁ ନିଜେ ଆସି ଆପଣଙ୍କୁ ସାଙ୍ଗରେ ନେଇଯିବି। ଏତେ ରାତିରେ ଇଏ ପୁଣି କି ପ୍ରକାର ସଙ୍ଗୀତ ସଭା, ଏଇ କଥା ଭାବି ମନୋହରକୁ ଟିକେ ଆଶ୍ଚର୍ଯ୍ୟ ଲାଗିଲା। ତେବେ ସେ ଅଗ୍ରିମ ପାରିଶ୍ରମିକ ପାଇଯାଇଥିଲା, ତେଣୁ ସେଥିରେ ଆଉ ବେଶୀ ମଥା ଖେଳାଇଲା ନାହିଁ। ପରଦିନ ରାତିରେ ସେହି ଲୋକ ଆଉ ଜଣେ ଲୋକ ସହିତ ଆସି ପହଞ୍ଚିଲେ ଆଉ ମନୋହରକୁ ଏକ ବ୍ୟାଙ୍କ ପାଖକୁ ନେଇଗଲେ। ସେଠାରେ 3 ଜଣ ବସିଗଲେ ଏବଂ ସଙ୍ଗୀତ ଆରମ୍ଭ ହେଲା। ଚୋରମାନେ ଭାବିଥିଲେ କି ଗୀତ ଶୁଣି ଶୁଣି ବ୍ୟାଙ୍କର ପହରବାଲା ଶୋଇଗଲେ ସେମାନେ ସହଜରେ ଚୋରି କରିପାରିବେ, କିନ୍ତୁ ପହରବାଲା ଥିଲା ନେପାଳୀ। ସେ ବା ଏ ଦେଶର ସଙ୍ଗୀତ କ'ଣ ବୁଝିବ? ସେ କାହିଁକି ଟିକେ ବି ଶୁଅନ୍ତା? ମନୋହର ତାର ଗୀତ ଗାଇବାରେ ଲାଗିଛି। ଇତିମଧ୍ୟରେ ଟ୍ରେଜେରୀ ଭାଙ୍ଗିବା ଯନ୍ତ୍ରପାତି ସବୁ ଧରି ଚୋରମାନେ ହିଁ ଗଭୀର ନିଦ୍ରାରେ ଶୋଇଯାଇଛନ୍ତି। କ୍ରମେ ସକାଳ ହେଲା। ପହରବାଲା ଆସି ସେମାନଙ୍କୁ ଉଠାଇ କହିଲା, ଆରେ ତମେମାନେ ଆଉ କେତେବେଳେ ଯାଏ ସଙ୍ଗୀତ ଶୁଣିବ? ସକାଳ ହେଇଗଲାଣି ପା, ଉଠି ଘରକୁ ଯାଅ। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗୋଟେ କାହାଣୀ ଚୋରି ପାଇଁ ଗୀତ।